ସବୁଦିନ ଭଳି ଆଜି ବି ନେଇ ଆସିଛି କିଛିଟା ହେଲ୍ପଫୁଲ୍ ଟିପ୍। ଭିଡ଼ିଓକୁ ସ୍କିପ୍ ନ କରି ଦେଖିବାକୁ ଅନୁରୋଧ ରହିଲା, ଯାହାଫଳରେ କି ଆପଣ ବି ଆପଣଙ୍କ କାମକୁ ଏମିତି ସହଜ କରିପାରିବେ ଆଉ ମନି ସେଭିଂ କରିପାରିବେ। ନମସ୍କାର, କୁକ୍ ୱିଥ୍ ମୂଷା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଏଠି ପ୍ରଥମ ଟିପ୍ ଆରମ୍ଭ କରିଦେବା ସାଙ୍ଗମାନେ। ମୁଁ ଏଠି କଇଁଚି ଗୋଟେ ଆଣିଛି, ନୂଆ କଇଁଚି ଏଇଟା। ମୁଁ ଯେତେବେଳେ କିଣିକି ଆଣିଲି ସେ ସାଙ୍ଗେ ସାଙ୍ଗେ ଏମିତି ପୁରା ଲାଖି ଲାଖିକି ହେଲା, ଜମା ସାଙ୍ଗେ ସାଙ୍ଗେ ଚାଲିଲାନି। ବହୁତ ଜୋର ଟାଇଟ୍ ହେଲା, ମାନେ ହାତରେ ଯେତେବେଳେ କାଟିଲି ସେ କାଟି ହେଲାନି କି ଚାଲିଲାନି କଇଁଚି। ଟିକେ ତେଲ ହେଉ କିମ୍ବା ଭେସଲିନ୍ ହେଉ ଏମିତି ଲଗେଇଦେଲେ ସେ ପୁରା ଆରାମରେ ମାନେ ପୁରା ଫାଇନ୍ ହେଇକି ଚାଲିବ, ଆଉ ଲାଖି ଲାଖି ହେଇକି ରହିବନି। ତ ମୁଁ ଏଇଠି ଦେଖନ୍ତୁ ଲଗେଇଦେଲି, ଆଉ ସାଙ୍ଗେ ସାଙ୍ଗେ ଦେଖନ୍ତୁ ବଢ଼ିଆ ଭାବରେ ଚାଲିଲା, ଜମା ଏମିତି ହେଉନଥିଲା। ତ ଏଠି ଆମେ ନେକ୍ସଟ ଦେଖିବା କ'ଣ ଅଛି। ଏଠି ଦେଖନ୍ତୁ ମୁଁ ନେଇଯାଉଛି କିଛି ସାଧା ପେପର, ମାନେ ଯେଉଁ ସାଧା କାଗଜ ଲେଖନ୍ତି ଛୁଆମାନେ ଆଣିକିରି ଖାତା କରନ୍ତି, ସେମିତି କାଗଜ ମୁଁ ନେଇଯାଉଛି। ଆକୁ ଏମିତି ଭାବରେ ଭଲ ଭାବରେ ପୁରା ସାଇଜ୍ କରିକି ଚିରିବା, ଦେଢ଼ିଆ କରିବାନି। ତ ତାକୁ ନେଇଗଲି। ମୁଁ କ'ଣ କରୁଛି ଦେଖନ୍ତୁ। ଗୋଟେ ଜିନିଷ ଧରାଯାଉ ଆମ ପାଖରେ ନାହିଁ, ଆମେ ତାକୁ ଘରେ କେମିତି ତିଆରି କରିକି କାମ ଚଳେଇ ପାରିବା। ତ ସାଙ୍ଗେ ସାଙ୍ଗେ ତ ଆମେ ଯାଇ ମାର୍କେଟରୁ କିଣିକି ଆଣିପାରିବାନି, ଆଉ ସାଙ୍ଗେ ସାଙ୍ଗେ ଆମକୁ ଆମର କାମ ଚଳିବାକୁ ହେଲେ ଏମିତି କରିବା। ପେପରରେ ଦେଖନ୍ତୁ ମୁଁ ଟିକେ ଦେଲି ଅଏଲ୍, ରିଫାଇନ୍ ଅଏଲ୍ ନେବେ। ରିଫାଇନ୍ ଅଏଲ୍ ଦେଇକି ତାକୁ ଭଲ ଭାବରେ ବ୍ରସ୍ରେ ମାରିଦେବେ, ଚାରିଆଡ଼େ ମାରିଦେବେ, କାଗଜଟା ସାରା ପୁରା ମାରିଦେବେ। এইଭଳି ବ୍ରସ୍ ଯଦି ଥିବ ମାରିବେ, ନହେଲେ ଗୋଟେ କପଡ଼ାରେ ଟିକେ ଚାରିଆଡ଼େ ଏମିତି ତେଲ ପକାଇଦେବେ, ଆଉ ଗୋଟେ କଟନ୍ କପଡ଼ା ଆଣିକି ଚାରିଆଡ଼େ ଏମିତି ଘଷିଦେବେ। ଦେଖନ୍ତୁ ଏପଟ ଘଷିଦେବେ, ସେପଟେ ପୁଣି ଘଷିଦେବେ। ଯଦି କପଡ଼ାରେ ମାରୁଛନ୍ତି ଏପଟ ସେପଟ ଘଷିଦେଲେ ଚଳିବ, ଆଉ ଯଦି ଏମିତି ବ୍ରସ୍ରେ ମାରୁଛନ୍ତି ସେମିତି ତ ଚାରିଆଡ଼େ ବଢ଼ିଆ ଭାବରେ ମାରି ହେଇଯିବ। ଗୋଟେ ପଟେ ଲଗେଇଲେ ବି ଚଳିବ। ସାଙ୍ଗମାନେ ଆଜିର ଟିପ୍ ଗୁଡ଼ାକ ଯଦି ପସନ୍ଦ ଆସିବ ତାହେଲେ ସାଙ୍ଗମାନଙ୍କୁ ସେୟାର କରିଦେବେ, ଆଉ ଚ୍ୟାନେଲରେ ଯଦି ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଏମିତି ନୂଆ ନୂଆ ଟିପ୍ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଏଇ ଯେଉଁ କାଗଜରେ ମୁଁ ତେଲ ଲଗେଇଲି, ଆକୁ କ'ଣ ତିଆରି କରୁଛି ମୁଁ ଆପଣମାନେ ଜାଣିସାରିବେନି ବୋଧେ ହୁଏ। ଯଦି ଆଗରୁ ଜାଣିସାରିଥିବେ ତାହେଲେ ଆପଣମାନେ ନିଶ୍ଚୟ କମେଣ୍ଟରେ ଜଣାଇବେ। ମୁଁ ଏଇଟା ଆଗରୁ ଜାଣିଥିଲି ବୋଲି ଏମିତିକିରି କମେଣ୍ଟରେ ଜଣାଇବେ। ତ ଏଠି ଦେଖନ୍ତୁ ମୁଁ ଏପଟ ସେପଟ ଦୁଇଟା କାଗଜ ନେଇଛି, ଦୁଇଟା ଯାକର ତେଲ ମାରି ଦେଉଛି। ଯେତେବେଳେ ଆପଣଙ୍କୁ ବଟର ପେପର ଦରକାର ଅଛି, ସେଇ ବଟର ପେପର ନଥିବ ପାଖରେ, ତ ଏମିତି ଘରେ ତିଆରି କରିପାରିବେ। ଆଉ ଯାହାଟା ଆପଣ କାମ କରିବାକୁ ଚାହୁଁଥିବେ ବଟର ପେପରରେ ସେମିତି ହିଁ କରିପାରିବେ। ଦେଖନ୍ତୁ ଏଠି ଏ କାଗଜକୁ ମୁଁ ହଲେଇକି ଦେଖାଉଛି, କେତେ ଜୋର ଖଡ଼ ଖଡ଼ ଶୁଭିବ। ଖାଲି କାଗଜଟା ଯଦି ଏମିତି ହଲେଇବେ ଜମା ବି ଏମିତି ଶୁଭିବନି, ଯେହେତୁ ଏଥିରେ ତେଲ ଲଗା ହେଇଛି ସେ ପୁରା ଟାଣ ହେଇଯାଇଛି। ତ ଯେତେବେଳେ ତାକୁ ହଲଉଛି ଦେଖନ୍ତୁ କେତେ ଜୋର ଶୁଭୁଛି। କାମ ଚଳେଇ ଯିବା କଥା ସାଙ୍ଗମାନେ। ଯଦି ବି ପାଖରେ ନଥିବ ବଟର ପେପର, ତ ଏମିତି ତିଆରି କରିଦେଇକି ହାତରେ କାମ ଚଳେଇ ଦେବା। ଆଉ ଏଠି ଯେଉଁ ବେଶୀ ତେଲ ଭଳି ଦେଖାଯାଉଛି, ଆକୁ ଯେତେବେଳେ ଆମେ ରଖିଦେବା, ତାକୁ ଗୁରେଇ ଗାରେଇକି ରଖିଦେଇଥିବା ବାନ୍ଧିକି, ତ ସେ ତେଲ ପିଇଯିବ, ଏତେ ତେଲ ଦେଖାଯିବନି। ତ ସେଥିପାଇଁ ଆପଣମାନେ ଭାବିବେନି ବେଶୀ ତେଲ ହେଇଛି, ତାକୁ ପୋଛିଦେବା କୌଣସି କପଡ଼ା ଫପଡ଼ାରେ, ସେମିତି ହିଁ ରଖିଦେଇଥିବେ। ଯେତେବେଳେ ନିହାତି ଦରକାର ହୁଏ ସେତେବେଳେ ୟାକୁ ହିଁ ବ୍ୟବହାର କରିପାରିବେ। ବଟର ପେପର ଯେତେବେଳେ କିଣିଥାନ୍ତେ ପଇସା ବି ଲାଗିଥାନ୍ତା, ଏମିତିରେ ପଇସା ବି ରହିଯିବ। ଯଦି ମୋ ଭିଡ଼ିଓଟି ପସନ୍ଦ ଆସୁଛି, ମୋ ଟିପ୍ ଗୁଡ଼ାକ ପସନ୍ଦ ଆସୁଛି, ଲାଇକ୍ ଗୋଟେ ଦେବାକୁ ଜମା ବି ଭୁଲିବେନି ସାଙ୍ଗମାନେ। ତ ଏବେ ଦେଖିବା ଆମେ ନେକ୍ସଟ କ'ଣ ଅଛି। ଆମେ ସବୁବେଳେ ଚୁଡ଼ି ଘରେ ରଖୁଛେ, ଏମିତି ଷ୍ଟୋନ୍ ଚୁଡ଼ି ଆଣିକି ରଖୁଛେ। ତ ସେ ଷ୍ଟୋନ୍ ଚୁଡ଼ି ଆମେ ପିନ୍ଧୁଛେ, କିନ୍ତୁ ଯେତେବେଳେ ଆମେ ବାହାରକୁ ନେଇକି ଯାଉଛେ ଏଇ ଷ୍ଟୋନ୍ ଚୁଡ଼ିକୁ, ଅସୁବିଧା କ'ଣ ହୁଏ, ଏଇ ଯେଉଁ ଷ୍ଟୋନ୍ ଗୁଡ଼ାକ ଆଉ ଏଇ ଯେଉଁ ତାରକସି କାମ ଗୁଡ଼ାକ ହେଇଛି ଏଗୁଡ଼ା ସବୁ ଖସି ପଡ଼େ, ମାନେ କେଉଁଠି ଲାଖିଯାଏ, ବ୍ୟାଗ୍ରେ ଯଦି ସେମିତି ଭର୍ତ୍ତି କରିବା ଲାଖିଯାଏ। ତ ଆମେ ନେଇ ଆସିବା ଏଠି ପୁରୁଣା ସକ୍ସ। ଏଇ ସକ୍ସ ଭିତରେ ଆମେ ଯଦି ଗୁରେଇ ଗାରେଇକି ବଢ଼ିଆ ଭାବରେ ତାକୁ ରଖିଦେବା, ଦୁଇ ପରସ୍ତ କରିକି ଗୁରେଇ ଦେବା। ଯଦି ଦୁଇ ପରସ୍ତ କରିକି ଗୁରେଇ ଦେବା ତାହେଲେ ଆମେ ଆକୁ ବ୍ୟାଗ୍ରେ କିମ୍ବା ଭ୍ୟାନିଟିରେ ତାକୁ ନେଇକି ଯାଇପାରିବା। କିଛି ବି ଚୁଡ଼ି ତାର ଯେଉଁ ଷ୍ଟୋନ୍ ଫୋନ୍ ଖସିବନି, ଭାଙ୍ଗିବାର ବି ସମ୍ଭାବନା ନାହିଁ, ଭାଙ୍ଗିବନି। ଆରାମରେ ତାକୁ ଭ୍ୟାନିଟିରେ ପୁରେଇକି ନେଇପାରିବେ। ଯୁଆଡ଼େ ଯାଉଛନ୍ତି ଆମେ ଭ୍ୟାନିଟିରେ ସବୁ ଭର୍ତ୍ତି କରିକି ନେଇଯାଉଛନ୍ତି। ତ କେତେବେଳେ କ୍ରିମ୍ ନେଲେ, ସିନ୍ଦୁର ନେଲେ, କିମ୍ବା ପଇସା ପତ୍ର ସେଥିରେ ରହିଲା, କିମ୍ବା ଆଉ କୌଣସି ଜିନିଷ ଯାହା ହେଲେ ଭ୍ୟାନିଟିରେ ପୁରେଇ ଦେଉଛନ୍ତି। ଚୁଡ଼ି ଗୁଡ଼ା ତା ଦେହରେ ରଖିଲେ ଘସରା ହେଇଯିବ। ଆଉ ଏଇଟା ଗୋଟେ ଆମର ସହଜ ଉପାୟ। ଘରେ ଏଇ ସକ୍ସ ଗୁଡ଼ାକ ପଡ଼ିଛି, ପୁରୁଣା ସକ୍ସ, ଯଦି ଟିକେ ଚିରିଗଲା ତାକୁ ଫୋପାଡ଼ି ଦେଉଛନ୍ତି, ତାକୁ ନ ଫୋପାଡ଼ିକି ଏମିତି କାମରେ ଲଗେଇବେ। ଏବେ ଯିବା ନେକ୍ସଟ ଟିପ୍କୁ। ଏଇ ଟିପ୍ଟା ମୋର ସମ୍ପୂର୍ଣ୍ଣ ୟୁଜଫୁଲ୍ ଅଛି, ଆଉ ଡେଲି ଆମର କାମରେ ଆସିବ। ତ ଏଇଠି ଦେଖନ୍ତୁ ମୁଁ ଏକ୍ସପାୟାର୍ଡ ବଟିକା ଗୁଡ଼ା ନେଇଯାଇଛି। ଯେତେବେଳେ ବି ବଟିକା ଗୁଡ଼ାକ ଆପଣଙ୍କର ଥିବ ଏକ୍ସପାୟାର୍ଡ ହେଇଯାଇଥିବ, କିମ୍ବା ଖାଇବେନି, ଫୋପଡ଼ା ହେବ କାହିଁକି, ତାକୁ ସାଇତିକି ରଖିଥିବେ, ଏମିତି କାମରେ ଲଗେଇବେ।
ଏମିତି ତାକୁ କାଗଜ ଭିତରେ ରଖିକି ହେମଦସ୍ତାରେ ଗୁଣ୍ଡ କରିଦେଲେ ବଢ଼ିଆ ଭାବରେ ଗୁଣ୍ଡ ହେଇଯିବ, କୁଆଡ଼େ ବି ଆଉ ଫୋପଡ଼ା ହେବନି। ତ ମଗଧରେ ତାକୁ ପୂରେଇ ଦେଲେ, ଗୋଟେ ଯେକୌଣସି ପ୍ଲାଷ୍ଟିକ୍ ହଉ ଯାହା ହଉ ଆପଣଙ୍କ ଯେଉଁଥିରେ ଗୋଳେଇବା କଥା ଚାହିଁବେ ସେଇଥିରେ ପୂରେଇ ଦେବେ। ତାପରେ ଏଠି ଦେଖନ୍ତୁ ମୁଁ ପେଷ୍ଟ କିଛି ନେଇଗଲି, ଯେତିକି ଆପଣଙ୍କର ଦରକାର ସେତିକି ପେଷ୍ଟ ନେବେ। ମୁଁ ଏଇଠି 3ଟା ବଟିକା ନେଇଥିଲି, ତା ଦେହରେ ହାଫ୍ ଚାମଚ ପାଖାପାଖି ଦେଲି ପେଷ୍ଟ। ଅଳ୍ପ ଟିକେ ପାଣି ଦେବା, ଭଲ ଭାବରେ ମିଶିବାକୁ ଦେବା ତାକୁ। ସାଙ୍ଗମାନେ ଆପଣମାନେ ଲକ୍ଷ୍ୟ କରିଥିବେ ସମସ୍ତଙ୍କ ଘରେ ଏଇ ବଟିକା ଗୁଡ଼ାକ ପଡ଼ିଥିବ। ପାରାସିଟାମଲ୍ ବଟିକା ଯେଉଁ ଜ୍ୱର ଫର ହୁଏ ଆଣନ୍ତି, ଜ୍ୱର କମିଗଲା ସେ ବଟିକା ଗୁଡ଼ା ପକାଇଦେଲେ, ଆଉ ସେ ବଟିକା ସେମିତି ଫୋପଡ଼ା ହେବ, ଡଷ୍ଟବିନ୍କୁ ଯିବ। ତ ତାକୁ ଆମେ କାମରେ କାହିଁକି ନ ଲଗାଇବା। ଆଉ ଏଇ ଯେଉଁ ପାରାସିଟାମଲ୍ ବଟିକା ହେଉ, ଯେକୌଣସି ବଟିକା ହେଉ, କ୍ୟାପସୁଲ୍ ନୁହେଁ, ତ ଇଏ ବ୍ୟାକ୍ଟେରିଆ ମରିବ। ଆ ଦେହରେ ଆକୁ ଯେଉଁଠି ପକାଇବା ବ୍ୟାକ୍ଟେରିଆ ମରିବ। ଆକୁ ଆମେ ବଢ଼ିଆ କ୍ଲିନିଂ କାମରେ ଆଜି ଲଗାଇବା। ବେଶୀ ଜମା ପାଣି ପୁରେଇବେନି, ଅଳ୍ପ ଟିକେ ପାଣି ପୁରେଇବେ। ଦେଖନ୍ତୁ ମୁଁ ଏତିକି ପାଣି ପୁରେଇଲି, ନେଇକି ଦେଖନ୍ତୁ ଲାଟ୍ରିନ୍ରେ ପକାଇଦେବା। ଏମିତି ପକାଇ ଦେଇକି 10 ମିନିଟ୍ 15 ମିନିଟ୍ ପର୍ଯ୍ୟନ୍ତ ରଖିବେ, ତାପରେ ଏମିତି ଟିକେ ଧୋଇଦେବେ। ବ୍ୟାକ୍ଟେରିଆ ମରିବା ସହିତ ଇଏ ସଫା ବି ହେଇଯିବ। ଯଦି ଏଥିରେ ସର୍ଫ ଗୁଣ୍ଡ ଟିକେ ପକାଇଦେବେ ଆହୁରି ବଢ଼ିଆକିରି ସଫା ହେଇଯିବ। ଏବେ ଯିବା ନେକ୍ସଟ ଟିପ୍କୁ। ସାଙ୍ଗମାନେ କଦଳୀ ଖାଉଛନ୍ତି, କଦଳୀ ଚୋପାକୁ ଫୋପାଡ଼ି ଦେଉଛନ୍ତି ନା? ଆଜି ପରଠାରୁ କଦଳୀ ଚୋପାକୁ ଜମା ଫୋପାଡ଼ିବେନି। କାହିଁକି ନା ଆଜିର ଟିପ୍ ଯଦି ଆପଣମାନେ ଦେଖିବେ ତାହେଲେ ଆପଣ ବି ଭାବିବେ ଏ କଦଳୀ ଚୋପାକୁ କାହିଁକି ଫୋପାଡ଼ୁଥିଲି, ଆଉ କଦଳୀ ଚୋପା ଆଜିଠାରୁ ଫୋପାଡ଼ିବେନି। ତ ଏମିତି କାମରେ ଲଗାଇଦେବା। ଏଠି କଦଳୀ ଚୋପା ନେଇଛି, କଦଳୀରେ ଟିକେ କଫି ପକାଇଦେଲି। ଟିକେ ନାଗୁରୁ କଫି ପକା ହେବ, ବେଶୀ ବି ପକାଇବା ଦରକାର ନାହିଁ। ଆଉ ତାପରେ ଆମକୁ ଏଠି ଦରକାର ଅଛି କଞ୍ଚା କ୍ଷୀର ଟିକେ। କଞ୍ଚା କ୍ଷୀର ଆମେ ଯେଉଁ ଆଣୁଛେ ଟିକେ ରଖିଦେଇଥିବା, ସେଥିରୁ ଟିକେ ପକାଇ ଦେଇକି ଆମେ ଯଦି ଆମ ହାତ ଗୋଡ଼ ଏଇ ଶୀତ ଦିନେ ପୁରା ରୁଖା ରୁଖା ହେଇଯାଉଛି ଏମିତି ଘଷିବା। କିଛି ଦିନ ଘଷିଲା ପରେ ଆମ ହାତ ଗୋଡ଼ ସବୁ ଚିକ୍କଣ ହେଇଯାଇଥିବ। ଆଉ ଏଇ ଯେଉଁ ଶୀତ ମାସରେ ପୁରା ଫାଟିଲା ଭଳିଆ ହେଇଯାଏ, ଆଉ ଫାଟିବନି। ଆଉ ମୁହଁରେ ଯଦି ବି ଲଗାଇବେ ଆହୁରି ବଢ଼ିଆ, ମୁହଁ ପୁରା ଚିକ୍କଣ ହେବ, ଗ୍ଲୋ କରିବ, ମୁହଁକୁ ପୁରା ଚିକ୍ କରିବ। ଏମିତି ଘଷିଲା ପରେ ଆଉ ସାବୁନ ଲଗାଇବେନି। ଯେତେବେଳେ ଗାଧୋଇ ପାଧୋଇ ସାରିବେ ତାପରେ ୟାକୁ ଏମିତି ଲଗାଇଦେବେ, ମୁହଁକୁ ଧୋଇଦେବେ। କଦଳୀ ତ ଆମର ସବୁବେଳେ ଠାକୁରଙ୍କ ପୂଜାରେ ଲାଗେ, ଆମେ ଘରେ ଖାଇବାକୁ ଆଣୁଥାଉ। ତ ସେଇ ଚୋପାକୁ ଆମେ ଫୋପାଡ଼ିବାନି, ଆମ ହାତ ଗୋଡ଼ କେବଳ ଲଗାଇଦେବା, ମୁହଁ ନହେଲା ନାହିଁ। ହାତ ଗୋଡ଼ରେ ଯଦି ବି ଲଗାଇବା ଆମ ହାତ ଗୋଡ଼ ଚିକ୍କଣ ରହିବ ଏଇ ଶୀତ ମାସରେ ଖାସ୍ କରିକି। ଏଇ କଦଳୀ ଚୋପାରେ ଭିଟାମିନ୍ ସି କ୍ୟାପସୁଲ୍ ପକାଇକି ମୁହଁରେ ଲଗାଇବେ, ହାତ ଗୋଡ଼ରେ ଲଗାଇବେ, ସେ ବି ଆହୁରି ଚମକିବ। ଏବେ ଯିବା ନେକ୍ସଟ ଟିପ୍କୁ ଦେଖିବା। ସେଇ କଦଳୀ ଚୋପାକୁ ନେଇକି, କଦଳୀ ଚୋପା ଆମେ ଆକୁ ଫୋପାଡ଼ି ଦେବା କଥା, ଜମା ବି ଫୋପାଡ଼ିବାନି। ଏମିତି ଆମର ଯେତେବେଳେ ଗ୍ୟାସ୍ରେ ରାନ୍ଧୁଛେ, ସେ ଗ୍ୟାସ୍ ଆମେ ତେଲ ଚିକିଟା ସବୁ ପଡ଼ିଥାଏ, ତ ତାକୁ ଆମେ କ'ଣ କରିବା, ଏମିତି ଘଷିଦେବା। ଆଗ ଏମିତି ଘଷିଦେବା, ତା ପଛରେ କପଡ଼ା ଦେଇକି ପୋଛିବା। ଯଦି ଟିକେ ଅଟା ପକାଇକି ଏ କଦଳୀ ଚୋପାରେ ଘଷିବେ ଆହୁରି ବଢ଼ିଆ ଚିକଚିକି ହେବ, ଆଉ ପୁରା ତେଲ ଚିକିଟା ସବୁ ଛାଡ଼ିଯିବ। ତ କଦଳୀ ଚୋପାକୁ ସେମିତି ଫୋପାଡ଼ି ଦେଇଥାନ୍ତେ, ଏମିତି ଗ୍ୟାସ୍ ଘଷି ସାରିକି ଫୋପାଡ଼ିବା। ଯଦି ଏମିତି ଛୋଟ ଛୋଟ ଟିପ୍ ଗୁଡ଼ାକ ଆମ ଗୃହିଣୀମାନେ ଜାଣିବେ, ତାଙ୍କର ସମୟ ବଞ୍ଚିବ, ପଇସା ବଞ୍ଚିବ, ଆଉ କାମ ଗୁଡ଼ାକ ବି ଅତି ସହଜ ଲାଗିବ ତାଙ୍କୁ। ତ ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବେ ନୂଆ ନୂଆ ଟିପ୍ ନେଇ। ଜୟ ଜଗନ୍ନାଥ।